ଭୋକ କରିବ କଣ କହୁଛ? ଭୋକ କଲାଣି ଆଜି ଆଜି ଭୋକ କଲାଣି? ହଁ ଆଜି ଟିକେ ବୋଧେ ଦେହ ଟିକେ ସୁସ୍ଥ ହେଇଗଲାଣି। ହଁ ସେ ଦି ଦିନ ମତେ ଭୋକ ହଉନଥିଲା କିନ୍ତୁ ତମେ ଚଞ୍ଚଳ ରୋଷେଇ କରୁଥିଲ କିନ୍ତୁ ଆଜି କଣ କହୁଥିଲି? ଯୋଉଦିନ ରୋଷେଇ ସରିଥିବ ସେଇଦିନ ବୋଉଙ୍କୁ ଭୋକ କରିବନି। ଆଜି ରୋଷେଇ ସରିନି ବୋଉଙ୍କୁ ଆଡେ ଭୋକ କଲାଣି। ଆଜି ମୁଁ ଟିକେ ମନ୍ଦିର ଗଲି ଡେରି ହେଲା। କେମିତି ହବ ତାହେଲେ? ଆମର ତ ଏପର୍ଯ୍ୟନ୍ତ ମିଲ୍ସ ରେଡି ହେଇନି। ମିଲ୍ସ ରେଡି ବର୍ତ୍ତମାନ ଚାଉଳ ପଇଲା, ଡାଲି ପଇଲା, ନିହାତି 1.5 ଘଣ୍ଟା ତମକୁ ବସିବାକୁ ପଡିବ ନା। ମୁଁ 1.5 ଘଣ୍ଟା ତ ବସି ପାରିବିନି। ତାର ଅଲ୍ଟରନେଟିଭ କଣ ଖାଇବି? ମୁଢି ମିକ୍ସଚର ଚୋବେଇ ଦିଅ। ନା ଏରା ବି ଖାଇବି। ଫଳ କଣ ଖାଇବି? ଛତୁଆ ଟିକେ ଗୋଳେଇ ଖାଇଦିଅ। ଭଣ୍ଡା ଅଛି, ପାଚିଲା ଭଣ୍ଡା। ମୋ ସାଙ୍ଗ ଆଣିଥିଲା, ତମେ ଖାଇଦିଅ। ମିଠା ଅଛି କି ନାହିଁ ଦେଖି କାଟିକି ଦେଖିଆ ଖାଇଦବା ଟିକେ କାମ ଖାଇଦିଅ। କାମ ଚଳା ବଜେଟ୍ ଟିକେ ଖାଇଦେଇକି ରହିଯା ଆଉ। କଫ ପୁରା ଜୋର ହେଇଯାଇଛି। କଫ ଟିକେ ହବନି, ଯାହାହେଲେ ଥଣ୍ଡାଟା ଏକ୍ସେସ ହେଇଥିଲା ନା। ଜ୍ୱର କମିଛି ତ? ଦେହ ହାତ ବିନ୍ଧା ଦରଜ? ଜ୍ୱର ଦେହ ହାତ ବିନ୍ଧା ଦରଜ? ଦେହ ଟିକେ କସମସ ଲାଗୁଛି, ମାନେ କାଲି ଅପେକ୍ଷା ଆଜି ଟିକେ ଭଲ ଲାଗିଛି। ଭଲ ହେଇଯିବ। ନା ବ୍ଲଡ ଟେଷ୍ଟ ଟିକେ କରେଇଥିଲେ ହେଇଥାନ୍ତା। ବାପା ନେଇକି ଗଲେନି। ବାପା ଏଇ 10ଟା 11ଟା ବେଳକୁ କହୁଥିଲେ, ମୁଁ 10ଟା 11ଟା ବେଳକୁ ଖୋଲିଛି। ନହେଲେ କାଲି କରିଦବା। ହଁ ନହେଲେ ମୁଁ ନେଇ କରିଦେବି ଆଉ।